ଡୁମ୍ବେରବାହାଲ କ୍ଲଷ୍ଟର ସ୍ତରୀୟ ଷଷ୍ଠତମ ମାସିକ ବୈଠକ ଆଜି ଡିସେମ୍ବର 20 ତାରିଖ ଦିନ ସରକାରୀ ପ୍ରାଥମିକ ବିଦ୍ୟାଳୟ ଛତାସର୍କି ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ସବଡେଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ କାଦମ୍ବିନୀ ମିଶ୍ର ଯୋଗଦାନ କରି FLN କାର୍ଯ୍ୟକ୍ରମ, ଡିସେମ୍ବର ମାସର ଶୈକ୍ଷିକ କ୍ୟାଲେଣ୍ଡର, ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀର ଚଳିତ ବର୍ଷର ବାର୍ଷିକ ପରୀକ୍ଷା ପଦ୍ଧତିର ଗାଇଡଲାଇନ୍ ଆଦି ବିଷୟଗୁଡ଼ିକ ଉପରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ହିସାବରେ ସବଡେଗା ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀମତୀ ମୁକ୍ତେଶ୍ୱରୀ ପଟେଲ, BRT ସୁଷମା ଆଲତିଆ ଏବଂ MIS ଅରୁଣପତି ପ୍ରମୁଖ ଯୋଗ ଦେଇଥିଲେ। CRCC ପ୍ରବୀଣ କୁମାର ଡନସେନାଙ୍କର ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ତାଲିମ କାର୍ଯ୍ୟକ୍ରମରେ ଡୁମ୍ବେରବାହାଲ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର FLN ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏହି ତାଲିମ ଶିବିରରେ ଯୋଗଦାନ କରିଥିଲେ। ଶିକ୍ଷକ ଶ୍ରୀଯୁକ୍ତ ଅର୍ଜୁନ ରୋହିତ ଦାସ ଏହି ତାଲିମ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଏହି ତାଲିମରେ ଗତ ତାଲିମ ସମୟର ପୂର୍ବ ପାଠର ଆଲୋଚନା କରାଯାଇଥିଲା। ଡିସେମ୍ବର 2025 ମାସର ଶୈକ୍ଷିକ କ୍ୟାଲେଣ୍ଡର ବିଷୟରେ ଏବଂ ନିପୁଣ ଓଡ଼ିଶା, ବହୁଶ୍ରେଣୀ ଶିକ୍ଷାଦାନ ଏବଂ ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀର ବାର୍ଷିକ ପରୀକ୍ଷାର ଗାଇଡଲାଇନ୍ ଗୁଡ଼ିକ ବିଷୟରେ ତାଲିମ ଶିବିରରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା।